हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। नमस्ते अच्युतानन्दं नमस्ते जगन्नाथाय नमो जसवन्तानन्दं बलराम नमो नमः बलराम नमो नमः। बोलिए महापुरुष अच्युतानंद जी की जय। श्रुति जानी ज्ञानी गुणी मंडली आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करिया को जाऊँचे महापुरुष अच्युतानंदर 13 जन्म शरण रे मालिका जाको महापुरुष कही बाबूरे 29 अनाहत घरो शब्द हेब प्रखर गुरु आगे शिष्य ज्ञान बखाणीबे कथा केव अंतर कथा के हेब अंतर हे सुजने कथा के हेब अंतर कथा के हेब अंतर हे सुजने कथा के हेब अंतर। ज्ञानी गुणी मंडली से समय थिला गुरुंकर महिमा सर्व उपर गुरु होचन श्रेष्ठ प्रभु राम मध्य गुरुवरण करते वशिष्ठ विश्वामित्र में आलोचना करें तेणु सी पाद तले गुरुंकर सब बेले गुरुंकर आदेश गुरुंकर निर्देश गुरुंकर मार्गदर्शन भगवान होते मध्य सी सब बेले मार्गदर्शन मागुले चाहूले कृष्ण मध्य गुरुंगर मार्गदर्शन मध्य चाहिए से अतीत राज दरबार रे कूल गुरु बसई दि जाऊला गोटे आसन रोला राज्य रे जेते जहाँ समस्या आसी पहुँचे राजा महाराजा माने से समस्यार समाधान कथा गुरु को आगे पचारती कहतु गुरुदेव कौन करवा ये समस्या आई यार निराकरण केमिति हेबो कौन न्याय दिज्व कहतु गुरु ही मार्गदर्शन दौले राजतंत्र धर्मतंत्र द्वारा परिचालित होता राजतंत्र धर्मतंत्र द्वारा परिचालित होता महापुरुष लिखिछन ये कथा आगामी समय रे राजतंत्र धर्मतंत्र द्वारा परिचालित हेबो जेतेबेले से समय आसीबो बलदेव राजा हेबे कान्ह परिचार बसिब सुधर्मा सभा जाजन ठार जेतबेले बलदेव राजा हेबे अनंत जेतबेले राजा हेबे अनंत जुग चली ऊनविंश शेष विंश परकाश अनंत जुग एठार 19 मसीहा शेष 20 मसीहा आरंभ यू अनंत जुग आरंभ हो मन रखु कथा ये समय चलो एक 7-8 वर्ष चलो होशियारी कि सतर्क हो सावधान हो सावधान हो डरवानी भय करवा ना सावधान हो चेतिकी चेतिकी कहले कौन चेतना रखिकी रहा संसार चेतना रखिकी चलवा कौन चेती थबु टे निघा कर कारण केतबेले कौन घटवा आम चेतना करके हाँ होशियार हो तेणु जितेबाला ये अनंत जुग चलती 7-8 वर्ष अनेक प्रकार दैवी दुर्विपाक कलिजुगर मनुष्य मान पड़ो सारा विश्व
ଯାର ବିଶ୍ୱରେ ଥିବା କଳିଯୁଗର ମଣିଷ ଉପରେ ଦୈବୀ ଦୁର୍ବିପାକ ଅନେକ ପଡ଼ିବ, ପ୍ରାକୃତିକ ବିପର୍ଯ୍ୟୟ ମାନ ପ୍ରବଳ ହେବ। ଗୋଟିଏ ଦୁଇଟି ନୁହଁ, ଲାଗି ଲାଗିକି ପ୍ରାକୃତିକ ଦୁର୍ବିପାକ ମାନ ସବୁ ପଡ଼ିବ। ଖଣ୍ଡ ମହାପ୍ରଳୟ ହେଇ ପୃଥିବୀ ଧ୍ୱଂସ ହେବ ନାହିଁ, ସତ। ମହାପ୍ରଳୟ ହେଇ ପୃଥିବୀ ଧ୍ୱଂସ ହେବ ନାହିଁ ଯେତିକି ସତ, ସେତିକି ମଧ୍ୟ ସତ ଖଣ୍ଡ ପ୍ରଳୟର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଖଣ୍ଡ ପ୍ରଳୟ ମଧ୍ୟ ହେବ। ଅଚ୍ୟୁତ ଲେଖିଛନି ରାଜନ ଚବିଶଙ୍କରେ ପୁଣ, ରାଜନ 24 ଅଙ୍କରେ ପୁଣ, ମିଥ୍ୟାରେ ବଧ କରିବେ ଯେ ଜନ, ମିଥ୍ୟାରେ ବଧ କରିବେ ଯେ ଜନ, ମୀନ ରାଶିକୁ ଶନି ଚଳି ଯିବ, ମୀନ ରାଶିକୁ ଶନି ଚଳି ଯିବ, ଓଡ଼ିଶା ନଷ୍ଟ ଭ୍ରଷ୍ଟ ହୋଇଯିବ, ଓଡ଼ିଶା ନଷ୍ଟ ଭ୍ରଷ୍ଟ ହୋଇଯିବ। ବାବୁରେ ରାଜନ 24 ଅଙ୍କରେ ହଁ ପୁରା 24 ମସିହା। ଆପଣଙ୍କୁ ତାକୁ ଅଙ୍କ କେମିତି କହୁଛନ୍ତି? ଅଙ୍କଟାକୁ ମସିହା କେମିତି କହିଲେ? ହଁ, ସାଲ ମସିହା ଗୁପ୍ତ ହେବ, କେବଳ ଅଙ୍କ ଭୋଗ ହେବ। ଯେଉଁ ସାଲ ବର୍ତ୍ତମାନ ଚାଲିଛି ସେ ସାଲ ହିସାବ ହେବନି, ମସିହା ଯାହା ଚାଲିଛି ସେ ମସିହା ହିସାବ ରାମଚନ୍ଦ୍ର ତୁ କରିବୁନି। ନା ତାହେଲେ କେମିତି ହିସାବ କରିବି କେତେବେଳେ କ'ଣ ଘଟିବ? ନା ଡାହାଣ ପଟରେ ଯେଉଁ ସଂଖ୍ୟା ଥିବ, ଯେଉଁ ମସିହା ଚାଲିଥିବ ତା ଡାହାଣ ପଟରେ ଯେଉଁ ସଂଖ୍ୟା ଥିବ ସେଇଟାକୁ ଅଙ୍କ ବୋଲି ତୁ ଧରିବୁ। ଅନନ୍ତ ଯୁଗ ଯେତେବେଳେ ଆରମ୍ଭ ହେବ ସେଇଠୁ ଡାହାଣ ପଟେ ଯେଉଁ ସଂଖ୍ୟାଟା ଥିବ ତାକୁ ଅଙ୍କ ବୋଲି ତୁ ଧରିବୁ। ଅନନ୍ତ ଯୁଗ ବର୍ତ୍ତମାନ ଚାଲିଛି, ଊନବିଂଶ ଶତବିଂଶ ପରକାଶ ଅନନ୍ତ ଯୁଗ ଏଠାରୁ ମାଳିକାରେ ଲେଖା ହେଇଛି। ତେଣୁ ଯଦି ଅନନ୍ତ ଯୁଗ, ତାହେଲେ ଏ ସମୟରେ ଡାହାଣ ପଟେ ଯେଉଁ ସଂଖ୍ୟାଟା ଥିବ ତାକୁ ଅଙ୍କ ବୋଲି ଆମେ ଧରିବା। ତେଣୁ 24 ଅଙ୍କ ଭିତରେ ହୋ ପୁଣ, ମହାପୁରୁଷ ରାଜନ 24 ଅଙ୍କରେ ହୋ ପୁଣ। ଏ 24 ଅଙ୍କ ସେତେବେଳେ ମିଥ୍ୟାରେ ବଧ କରିବେ ଯେ ଜନ, ମିଥ୍ୟାରେ ବିଭିନ୍ନ ପ୍ରକାର ବଧ କରୁଥିବେ, ଅନ୍ୟାନୀତି କରୁଥିବେ। ବୋଲେ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ମୀନ ରାଶି କି ଶନି ଚଳିଯିବ। 24 ମସିହାରେ ମୀନ ରାଶି କି ଶନି ଚଳିବ, 27 ମସିହା ଯାକେ ରହିବ। ଦେଖନ୍ତୁ ମାଳିକା କେତେ ସତ। ଦେଖିବେ ନେଟ୍ରେ ମାରି ଦେଇକି ଦେଖି ଦିଅନ୍ତୁ ମୀନ ରାଶିରେ ଶନି କେଉଁ ମସିହାକୁ ଯାଉଛନ୍ତି। ମୀନ ରାଶି କି ଶନି କେଉଁ ମସିହା, କେଉଁ ମାସ, କେତେ ତାରିଖରେ ଚଳୁଛନ୍ତି ସବୁ ବାହାରି ପଡ଼ିବ। କେଉଁ ଯାକେ ରହିବେ, କେଉଁ ପର୍ଯ୍ୟନ୍ତ ରହିବେ ଶନି ତାହା ମଧ୍ୟ ଲେଖା ଅଛି। ତେଣୁ ମୀନ ରାଶିକୁ ଶନି ଚଳିଯିବ, ମୀନ ରାଶିକୁ ଶନି ଚଳିଯିବ, ଓଡ଼ିଶା ନଷ୍ଟ ଭ୍ରଷ୍ଟ ହୋଇଯିବ, ଓଡ଼ିଶା ନଷ୍ଟ ଭ୍ରଷ୍ଟ ହୋଇଯିବ। ମୀନ ରାଶିକୁ ଶନି ଚଳିଲେ ମହାପୁରୁଷ ଲେଖିଛନ୍ତି ଓଡ଼ିଶା ନଷ୍ଟ ଭ୍ରଷ୍ଟ ସେତେବେଳେ ହେଇଯିବ। ଭୟ କରିବା ନାହିଁ, ସାବଧାନ ହେଇକି ଥାନ୍ତୁ, ସାବଧାନ ହେଇକି ଥାନ୍ତୁ, ହୁସିଆରି ହେଇକି ରହିବା। ଆଉ ଚୈତ୍ର ମାସରେ ବଢ଼ିବ ତାତି, ସେ ଚୈତ୍ର ମାସରେ ବଢ଼ିବ ତାତି, ଅଜା ଥାଉଁ ଥାଉଁ ମରିବ ନାତି, ଅଜା ଥାଉ ଥାଉ ମରିବ ନାତି। ଚୈତ୍ର ମାସରେ ବଢ଼ିବ ତାତି, ଅଜା ଥାଉଁ ଥାଉଁ ମରିବ ନାତି। ଚୈତ୍ର ମାସରେ ତାତି ଏତେ ବଢ଼ିବ ଯେ ଅଜା ଥାଉଁ ଥାଉଁ ନାତି ମରିବ, ମାନେ ବୃଦ୍ଧମାନେ ଥିବେ ଆଗେ ସେ ତାତି ମାଡ଼ ଯୁବକମାନେ ସହିପାରିବେନି। ଏସି ରୁମ୍ରେ ରହୁଛି, ସେ ଗାଡ଼ିରେ ସବୁବେଳେ ବୁଲିଲେ ଆଉ କ'ଣ ସେ ତାତିଟାକୁ ସହିପାରିବେ? ବୁଢ଼ାମାନେ ସହିପାରିବେ ନା, କାରଣ ସେମାନେ ଆଗରୁ ସହି ଆସୁଛନ୍ତି। ତାଙ୍କ ବେଳେ ଏସି ନଥିଲା, ତାଙ୍କ ବେଳେ ଏସି ନଥିଲା, କିଛି ନଥିଲା। ସେମାନେ ଚୈତ୍ର ମାସ ଖରା ସହିଛନ୍ତି, ତାତି ସହିଛନ୍ତି। ଯଦି ଟିକେ ଅଧିକା ହେଇଗଲା ସେମାନେ ସହିପାରିବେ, କିନ୍ତୁ ଯୁବକମାନେ ସବୁ ଯାକ ଟଳି ପଡ଼ିବେ। ଆଉ ସେମାନେ ସେଭଳି ଖାଦ୍ୟ ଖାଇଛନ୍ତି ଯେ ଆମେ ପାଇବାନି, ଆମେ ପାଇବାକୁ ସ୍ୱପ୍ନ ବର୍ତ୍ତମାନ ହେଇଯାଇଛି। ସେମାନେ ତ ଖାଇଛନ୍ତି, ଆମେ ଖାଇବାନି, ସବୁ ଯାକ ନକଲି ଭେଜାଲ। କି ଖଣ୍ଡ ପ୍ରଳୟ ମାନ ହେଉଥିବ, କେତେ କେତେ ଦେଶ ନାଶକୁ ଯିବ, କେତେ କେତେ ଦେଶ ନାଶକୁ ଯିବ। ଏତେ ଏତେ କଥା ହୋଇଲେ ଜାଣ, ଏତେ ଏତେ କଥା ହୋଇଲେ ଜାଣ, କଳି ଶେଷ ବୋଲି ନିଶ୍ଚେ ପ୍ରମାଣ, ସେ କଳି ଶେଷ ବୋଲି ନିଶ୍ଚେ ପ୍ରମାଣ। ଏତେ ଏତେ କଥା ହୋଇଲେ ଜାଣ, କଳି ଶେଷ ବୋଲି ନିଶ୍ଚୟ ପ୍ରମାଣ।
ଏତେ ଗୁଡ଼ିଏ କଥା ଏତେ ଗୁଡ଼ିଏ ଘଟଣା ସଂସାରରେ ପ୍ରାକୃତିକ ବିପର୍ଯ୍ୟୟ ଆକାରରେ ଖଣ୍ଡ ପ୍ରଳୟ ଆକାରରେ ଯଦି ଘଟିବ ଆପଣ ଜାଣିବେ କଳିଯୁଗର ଶେଷ ସମୟ ଶେଷ ବେଳା ମହାପୁରୁଷ ଏଇଆ ହବ କଳିଯୁଗରେ ଏଇଆ ହିଁ ହବ ମହାପ୍ରଳୟ ସିନା ହବନି ଖଣ୍ଡ ପ୍ରଳୟକୁ ଏଡ଼ାଇ ଦିଆଯାଇ ନାଇପାରେ ହବ ତେଣୁ ସେଇଥିପାଇଁ କହୁଛନ୍ତି 29ରେ ଅନାଥ ଗରୁ ଶବଦ ହେବ ପ୍ରଖର ଆଉ ଗୁରୁ ଆଗେ ଶିଷ୍ୟ ଜ୍ଞାନ ବଖାଣିବେ କଥା କେ ହେବ ଅନ୍ତର ପରିସ୍ଥିତି ଏଭଳି ଆସିବ ସଂକଟ ଏଭଳି ଆସିବ ତେଣୁ ସେଇଥିପାଇଁ ରେ କଳିଯୁଗର ମଣିଷ ସତର୍କ ହେଇକି ଥା ଗୁରୁ ପାଦପଦ୍ମରେ ଆତ୍ମନିବେଦନ କରିଥା ଗୁରୁ ଶରଣ ତା ସଦ୍ଗୁରୁ ଯଦି ମିଳିଗଲେ ଆପଣ ଯଦି କଳିଯୁଗରେ ସଦ୍ଗୁରୁ ଜଣକୁ ମିଳିଗଲେ ତାହେଲେ ସେ ଗୁରୁଙ୍କର ମାର୍ଗ ନିର୍ଦ୍ଦେଶ ରହ ଏବଂ ଆଗାମୀ ସମୟରେ ଏଇ ଯେଉଁ ଦୁର୍ବିପାକରୁ ପାହାଡ଼ ଭଳି ଆସିଲେ ମଧ୍ୟ ଆମକୁ ପଥର ଭଳି ଦେହରେ ବାଜିବ ହୁସିଆର ହେଇକି ଥିବ ଜ୍ଞାନୀ ଗୁଣୀ ମଣ୍ଡଳୀ ସୋଧିଆନି ମହାପୁରୁଷ କହୁଛନ୍ତି ଗୁରୁ ଆଗରେ ଶିଷ୍ୟ ଜ୍ଞାନ ବଖାଣିବେ କଳିଯୁଗରେ ମାନିବେ ନାହିଁ ଗୁରୁଙ୍କୁ ମାନିବେନି ଗୁରୁଜନ ମାନିବେ ନାହିଁ ଆଉ ମତ ଗର୍ବ ପରେ ବାଟ ଭାଙ୍ଗି ଯିବେ ମାନ୍ୟ ଧର୍ମ ନ କରିବେ ଦାଣ୍ଡ ଦୁଆରକୁ ଗୁରୁଙ୍କୁ ଫେରାଇ ଧିକାର ବାକ୍ୟ କହିବେ ଧିକାର ବାକ୍ୟ କରିବେ ସୁଜନେ ଧିକାର ବାକ୍ୟ କରିବେ ଧିକାର ବାକ୍ୟ କରିବେ ସୁଜନେ ଧିକାର ବାକ୍ୟ କରିବେ ମତ ଗର୍ବ ପଣେ ବାଟ ଭାଙ୍ଗି ଯିବେ ମାନ୍ୟ ଧର୍ମ ନ କରିବେ କଳିଯୁଗରେ ମତ ଗର୍ବପଣରେ ବାଟ ଭାଙ୍ଗିକି ଶିଷ୍ୟମାନେ ଚାଲିଯିବେ ଆଉ ମହାପୁରୁଷ କହୁଛନ୍ତି ମାନ୍ୟ ଧର୍ମ ନ କରିବେ ଆଲୋଚନା କରୁଥିଲେ ବିଷୟ ଆଗାମୀ ସମୟରେ ଆପଣ ଦେଖିବେ ଇଏ ବର୍ତ୍ତମାନ ଏଇ ସମୟ ଚାଲିଛି ଆଗାମୀ ସମୟରେ ସେଇଆ ରହିବ ନାହିଁ ଯେଉଁ ସମୟ ଥିଲା ଯେ ଧର୍ମତନ୍ତ୍ର ରାଜତନ୍ତ୍ର ଧର୍ମତନ୍ତ୍ର ଦ୍ୱାରା ଯେଉଁ ପରିଚାଳିତ ହେଉଥିଲା ଆଗାମୀ ସମୟରେ ଆପଣ ଦେଖିବେ ସେଇ ରାଜତନ୍ତ୍ର ଧର୍ମତନ୍ତ୍ର ଦ୍ୱାରା ପରିଚାଳିତ ହେବ ଯେତେବେଳେ ଅନନ୍ତ ଯୁଗ ଆସିବ ବଳଦେବଙ୍କର ଶାସନ ଆସିବ ହବ ଆପଣ ବିଶ୍ୱାସ କରନ୍ତୁ ନ କରନ୍ତୁ ଆମେ ମାନିପାରନ୍ତି ନ ମାନିପାରନ୍ତି ଗ୍ରହଣ କରିପାରନ୍ତି ନ କରିପାରନ୍ତି ବିଶ୍ୱାସ କରିପାରନ୍ତି ନ କରିପାରନ୍ତି ଆଶ୍ଚର୍ଯ୍ୟ କିମ୍ବୁତ କିମ୍ବା କାର ଏ କଥା ଶୁଣିବାକୁ ଲାଗୁଥିଲେ ମଧ୍ୟ ଏ ନିରାଟ ସତ୍ୟ ଯେ ବଳଦେବ ଦିନେ ରାଜା ହେବେ ଦିଲ୍ଲୀ ସିଂହାସନ ଯେତେବେଳେ ମହାପୁରୁଷ କହୁଛନ୍ତି ଅନନ୍ତ ଯୁଗ ଚାଲିବ ଏ ଅନନ୍ତ ଯୁଗ ଚାଲିଛି ବଳଦେବ ଆସିଲେ ସେତେବେଳେ ମହାପୁରୁଷ ଲେଖିଛନ୍ତି ମାଳିକାରେ ବଳଦେବ ରାଜା ହେବେ ସତ୍ୟ ଧର୍ମେ ପୃଥ୍ୱୀ ସେହି ପାଳିବେ ଏହି ବିବାଦୀ ଜଣେ ନଥିବେ ସୁଜନେ କେହି ବିବାଦୀ ଜଣେ ନଥିବେ ସୁଜନେ ବଳଦେବ ରାଜା ହେବେ ସତ୍ୟ ଧର୍ମ ନ୍ୟାୟ ପୃଥ୍ୱୀ ପାଳିବେ ଯେ କେହି ବିବାଦୀ ଜଣେ ନଥିବେ ବିବାଦୀ ବିରୋଧରେ ରହିବା ପାଇଁ ଯେତିକି ସଂଖ୍ୟା ଦରକାର ସେତିକି ସଂଖ୍ୟା ନଥିବ ବୋଲି ଅନ୍ୟର ମହାପୁରୁଷ କହୁଛନ୍ତି ସେତେବେଳେ ବିରୋଧୀ କେହି ନଥିବେ ବୁଝିବେ ଆପଣମାନେ ବୁଝିବେ ମହାପୁରୁଷ ଲେଖିଛନ୍ତି ମାନେ ମିଛ ନୁହଁ ଜ୍ଞାନୀ ଗୁଣୀ ମଣ୍ଡଳୀ ସୋଧିଆନି ଏ କଥାକୁ ତର୍ଜମା ମନ ଭିତରେ କରନ୍ତୁ ଆଲୋଚନା ନୁହଁ ଆଲୋଚନା ମାଳିକା ପରା ଗୁପ୍ତ ସମ୍ପୂର୍ଣ୍ଣ ଗୁପ୍ତ ଇଏ ଆପଣ ମନ ଭିତରେ ତାକୁ ତର୍ଜମା କରିବେ ଅନେକ ପ୍ରଶ୍ନ କରନ୍ତି ଆଜ୍ଞା ଏଇଟା ଆପଣ କହିଲେ ନାଇଁ ବୁଝି ସେଠି କ'ଣ କହିବୁ ଫୋନରେ ନା ଯାହା କୁହାଗଲା ଆଉ ସେ ବିଷୟରେ ଗୁପ୍ତ ଜିନିଷ ଆଲୋଚନା ହେବନି କୁହାଗଲା ମହାପୁରୁଷଙ୍କର ଇଚ୍ଛା କୁହାଉଛି ତେଣୁ ସେଇଥିପାଇଁ ମହାପୁରୁଷ କହିଲେ ପାଞ୍ଚିଣ ଅଚ୍ୟୁତ ମନେ ପଳାଇବ ଚୋର ପରିଦମନ ଯେ ପୁଣି ପତିତ ହେବେ
ସ୍ନାନେ ସୁଜନେ ପୁଣି ପତିତ ହେବେ ସ୍ନାନେ ସୁଜନେ ପୁଣି ପତିତ ହେବେ ସ୍ନାନେ ସୁଜନେ କଲେ ପାଞ୍ଚିଣ ଅଚ୍ୟୁତ ମନେ ପଳାଇବ ଚୋର ପରି ଦମନ ଯେ ବଳଦେବ ଯେତେବେଳେ ରାଜା ହେବେ ଏଇଥିରୁ ଆପଣ ବୁଝିବେ ଧରିବେ ମହାପୁରୁଷ କହୁଛନ୍ତି ବାବୁରେ ସେତେବେଳେ ପାଞ୍ଚିଣ ଅଚ୍ୟୁତ ମନେ ପଳାଇବେ ଚୋର ପରି ଦମନ ଯେ ସତ୍ୟ ସନାତନ ଧର୍ମ ସ୍ଥାପି ଧ୍ୱଜା ଓଡ଼ାଇବ ସନାତନ ଧର୍ମ ପରିବ୍ୟାପ୍ତ ହେବ। ସନାତନ ଧର୍ମରେ ଯେଉଁ ନୀତି କାନ୍ତି ଯେଉଁ ବିଚାର ଯେଉଁ ଆଚାର ବିଚାର ଯେଉଁ ରହିଛି ମାର୍ଗ ଯେଉଁ ରହିଛି ତା ଆଉ ଯେତେ ସବୁ ଧର୍ମ ଅଛି ସେଥିରେ ଏଇ ଧର୍ମ ସବୁ ଥିବ ଅର୍ଥାତ୍ ସେ ଧର୍ମର ଧ୍ୟାନ ଦେବେ ସେ ଧର୍ମର ଅନ୍ୟ ଧର୍ମର ଯେତକ ନୀତି ଯେତକ ନିୟମ ଯେତକ ଆଚାର ଯେତକ ବିଚାର ଯେତକ ସବୁ ମାର୍ଗଦର୍ଶନ ସବୁ ଏଇ ସନାତନ ଧର୍ମରେ ସେଗୁଡ଼ିକ ଥିବ ଆହୁରି ତ ଅଧିକ ଆଦରେ ଥିବ ତେଣୁ ସେଗୁଡ଼ିକ ସବୁ ଆଦରେ ଅଛି ତାହେଲେ ଏଇ ସନାତନ ଧର୍ମ ହିଁ ରହିବ ଯେମିତି ଜଗନ୍ନାଥ ଧର୍ମରେ ସବୁ ଧର୍ମ ଲୁଚିକି ରହିଛି। ଯେଉଁ ସନ୍ଥ ମହାତ୍ମା ମାନେ ନିଜର ଧର୍ମ ପ୍ରଚାର କରିବା ପାଇଁ ଆସିଲେ ଯେ ଶ୍ରୀଧାମ ଶ୍ରୀ ନୀଳାଚଳ ଧାମ ସେ ଦେଖିଲେ ଏଇ ଜଗନ୍ନାଥ ସଂସ୍କୃତିରେ ତ ଆମ ଧର୍ମ ଗୁଡ଼ିକ ସବୁ ଯାକ ଅଛି ସେ ତାଙ୍କ ଧର୍ମକୁ ଏଥିରେ ମିଶାଇ ଦେଲେ ଏବଂ ଶେଷରେ ଜୀବନର ଅନ୍ତିମ ସମୟ ସେହି ଶ୍ରୀକ୍ଷେତ୍ର ନୀଳାଚଳ ଧାମରେ ହିଁ ମଠ ବାଡ଼ି କରିକି କଟେଇ ଦେଲେ। ତେଣୁ ଆଗାମୀ ସମୟରେ ସନାତନ ଧର୍ମରେ ସବୁ ଧର୍ମ ଥିବ ତେଣୁ ସନାତନ ଧର୍ମ ବିଶ୍ୱବ୍ୟାପକ ହେବ ବୋଲେ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଡାକି କହି ଅଚ୍ୟୁତି ଡାକଣି ଗୋଳ ଲଗାଇବେ କ୍ଷିତିରେ ଡର ଘଟେ ଘଟେ ପଶିବଟି ସୁଜନେ ଡର ଘଟେ ଘଟେ ପଶିବଟି ସୁଜନେ ଡର ଘଟେ ଘଟେ ପଶିବଟି ସୁଜନେ ମହାପୁରୁଷ କହିଲେ ସମସ୍ତଙ୍କ ମନ ଭିତରେ ଡର ଥିବ କ'ଣ ହେଇଯିବ କ'ଣ ନାହିଁ ହେଇଯିବ କିନ୍ତୁ ନା ବ୍ୟସ୍ତ ହୁଅନ୍ତୁନି ଭୟ କରିବା ନାହିଁ ଯାହା ହେବ ସମସ୍ତଙ୍କ ପାଇଁ ସୃଷ୍ଟି ପାଇଁ ମଙ୍ଗଳ ହେବ ଆଗକୁ ଯାହା ବି ହେବ ଏ ସଂସାର ପାଇଁ ଜଗତ ପାଇଁ ମଙ୍ଗଳ ହେବ। ତେଣୁ ମହାପୁରୁଷ ସେଇଥିପାଇଁ କହିଲେ ବର୍ତ୍ତମାନ ସମୟରେ ଆମେ ଗୁରୁ ଆଜ୍ଞା ପାଳନ କରିକି ରହିବା ଆମର କର୍ତ୍ତବ୍ୟ ଧର୍ମ ସଦ୍ଗୁରୁ ବରଣ କରିବା ସେ ହିଁ ବାଟ ଦେଖେଇବେ କେଉଁ କାମ କରିବା ଦରକାର କେଉଁ କାମ ନ କରିବା କଥା କେଉଁଟା ନୀତି କେଉଁଟା ନିୟମ ୟାକୁ ସବୁ ସେଇ ବତେଇବେ ଆମର ଧର୍ମ କ'ଣ କର୍ତ୍ତବ୍ୟ କ'ଣ ସେ ଗୁରୁ ହିଁ ବାଟ ଦେଖେଇବେ ଭଗବତ ପ୍ରାପ୍ତ କରିବାର ସହଜ ସରଳ ଉପାୟ କ'ଣ ଗୁରୁ ହିଁ ଦେବେ କର୍ଣ୍ଣରେ ମନ୍ତ୍ର ଗୁରୁଦତ୍ତ ମନ୍ତ୍ର ପାଇ ତାକୁ ଭଜନ ଜଣାଣ କୀର୍ତ୍ତନ କରିବା ସେଇଥିପାଇଁ ମହାପୁରୁଷ କହୁଛନ୍ତି ବାବୁରେ ସଦଗୁରୁ ସେବା ଏକା ସଂସାରରେ ସାରା ସଦଗୁରୁ ସେବା ଏକା ସଂସାର କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଥିଲେ କଳିଯୁଗରେ କ'ଣ ହେବ ନା ଏଇଭଳି ହେବ ଗୁରୁଙ୍କ କଥା କେହି ମାନିବେ ନାହିଁ ବର୍ତ୍ତମାନ ସମୟ ଚାଲିଛି ଆଗକୁ ଆହୁରି ପରିବର୍ତ୍ତନ ହେଇଯିବ କହିଲେ ଅଚିନ୍ତ୍ୟ ପୌରୁଷ ଅଟନ୍ତି ସେ ଗୋର ଯାର ନାମ ମହାମେରୁ ତୁଳା ଠାରୁ ସେ ହୋ ହାଲୁକା ଅଟନ୍ତି ପର୍ବତ ଠାରୁ ସେ ଗରୁ ପର୍ବତ ଠାରୁ ସେ ଗରୁ ହେ ସୁଜନେ ପର୍ବତ ଠାରୁ ସେ ଗରୁ ପର୍ବତ ଠାରୁ ସେ ଗରୁ ହେ ସୁଜନେ ପର୍ବତ ଠାରୁ ସେ ଗରୁ ଅଚିନ୍ତ୍ୟ ପୁରୁଷ ଅଟନ୍ତି ସେ ଗୁରୁ ଯାର ନାମ ମହାମେରୁ ଅଚିନ୍ତ୍ୟ ପୁରୁଷ ସେ ସଦ୍ଗୁରୁ ଯାର ନାମ ମହାମେରୁ ଗୁରୁଙ୍କର ସ୍ଥାନ ହେଉଛନ୍ତି ଭଗବାନଙ୍କର ଉପରେ ଆହୁରି ବୁଝିଲେ ଆଉ ତୁଳା ଠାରୁ ସେ ହୋ ହାଲୁକା ଅଟନ୍ତି ପର୍ବତ ଠାରୁ ସେ ଗରୁ ଗରୁ କଲେ ଓଜନିଆ ସେ ଗୁରୁ ପର୍ବତ ଠାରୁ ଓଜନିଆ ଆଉ ତୁଳା ଠାରୁ ହଉଛି ବହୁତ ହାଲୁକା ତୁଳା ଠାରୁ ହାଲୁକା ତେଣୁ ଗୁରୁ କ'ଣ ଏ ଜ୍ଞାନୀଗୁଡ଼ି ମଣ୍ଡଳୀ ଏଇଥିରୁ ଆପଣ ଜାଣିଥିବେ ଗୁରୁ ହେଉଛନ୍ତି କ୍ଷୀର ସମ ଶିଷ୍ୟ ରୂପକ ପାଣି ଯଦି ଗୁରୁ ରୂପକ କ୍ଷୀରରେ ମିଶିଯାଏ ତାହେଲେ ସେ କ'ଣ ହୁଏ ନା ସେ କ୍ଷୀର ରେଟ୍ରେ ବିକ୍ରି ହେଇଯାଏ ତାର ମୂଲ୍ୟ ସଂସାରରେ ବଢ଼ିଯାଏ
क्षीरर मूल्य जेभଳି क्षीरर आदर महत्व जेभଳି पानीर महत्व ସେଇଆ ନୁହଁ क्षीरर महत्व अधिका दुनिया रे तार दाम मध्य अधिका पानीर दाम कि महत्व कम आउरी तेणु शिष्य रूपक पानी सामान्य पानी यदि गुरु रूपक क्षीर में मिसी जाए सेटा कौन हो जाए ना भिन्न भिन्न किसी रहे ना तार मूल्य बढ़ी जाए समाज रे तार महत्व बढ़ी जाए तेणु शिष्य रूपक काठ यदि गुरु रूपक अग्नि रे दग्ध हो जाए अर्थात गुरु शरण को आसे गुरु होचन एक अनुशासन नाम गुरु कौन से व्यक्ति विशेष नुहंती गुरु होची एक अनुशासन ध्यान देवे कथा उपरे हे ज्ञानी गुणी मंडली गुरु होचन एक अनुशासन अनुबंध तेणु अनुशासन सहित जोड़ी हवा मनीष जीवन रे अनुशासन रे तुम्हें बंच अनुशासन समस्त रहिबा दरकार गोटे गाड़ी अनुशासन रही गाड़ी पे इंजिन ये पड़ला इंजिन ऑयल ये भितर 10,000 किलोमीटर चलला परे तमें कार इंजिन ऑयल चेंज करिवे ये अनुशासन यदि चेंज परिवर्तन न करिवो तले इंजिन खराब हो जिवो तेणु अनुशासन सहित मनीष बंचिबा दरकार संसार रे आ से अनुशासन बंचिबा पई हेले गुरु वरण करिया को पड़िबो गुरु आश्रित हवा को पड़िबो अर्थात गुरु दीक्षा नवा को पड़िबो ज्ञानी गुणी मंडली सधीयने आत समय ହେଇଛି ତ ଆସନ୍ତୁ ବାଣୀକି ବିରାମ ଦେବା ପ୍ରଭୁଙ୍କର ନାମ बोला हरि बोला हरि बोला बोला हरि हरि बोला हरि बोला हरि बोला बोला हरि हरि जय जगन्नाथ आदि कन्ना मदन मुरारी जय जगन्नाथ आदि कन्ना मदन मुरारी बोला हरि बोला हरि बोला बोला हरि हरि बोला हरि बोला हरि बोला बोला हरि हरि सुधी यानी आज विदाय दिंतु पुणी आसंदा अध्याय भेट हवा रहुचु हरि ओम शांति 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 सर्वारिष्ट सुशांति भवतु। प्रार्थना आम आनंदर उत्स।